ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମା ସୁଲୁକୁଟି ଦେବୀଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଗୁରୁବାର ଦିନଠାରୁ ଆରମ୍ଭ ହୋଇଥିଲା। ଏହି ଦିନ ଅଙ୍କୁରାପଣ ଓ ଅଧିବାସ ସରିବା ପରେ ଶୁକ୍ରବାର ଦିନ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ କୁଆରିଆ ନଦୀରୁ ଜଳ କଳସୀ ଧରି ଏକ ଶୋଭାଯାତ୍ରାରେ ଆସି ଯଜ୍ଞସ୍ଥଳରେ ପହଞ୍ଚିଥିଲେ। ଅଗ୍ନିସ୍ଥାପନ କରାଯାଇ ଯଜ୍ଞ ଦେବତାଙ୍କ ଆବାହନ କରାଯାଇଥିଲା ଓ ସନ୍ଧ୍ୟା ଆଳତୀ କରାଯାଇଥିଲା। ଶନିବାର ଦିନ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଥିଲା। ଏହି 3 ଦିନ ମହାଯଜ୍ଞ ସମୟରେ ପ୍ରତ୍ୟେକ ସନ୍ଧ୍ୟା ସମୟରେ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ସମୟରେ ଅନ୍ନ ଛତ୍ରର ବ୍ୟବସ୍ଥା ଏବଂ ରାମ ଖେଚୁଡ଼ି ସମସ୍ତ ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା। ଦଶପଲ୍ଲାର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ପୂର୍ଣ୍ଣାହୁତି ସମୟରେ ଦର୍ଶନ କରିବା ନିମନ୍ତେ ଆସିଥିଲେ। ତାଙ୍କ ସହିତ 6 ନମ୍ବର କାଉନ୍ସିଲର ଶ୍ରୀ ସନୋଜ କୁମାର ସାହୁ ଓ ସ୍ଥାନୀୟ ବୁଦ୍ଧିଜୀବୀ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଦଶପଲ୍ଲାରୁ ରଞ୍ଜନ କୁମାର ଦାସଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ।